Namaskar friend, welcome to BioLife SSR channel. I am ସୌମ୍ୟରଞ୍ଜନ ରାଉତରାୟ। Today ବହୁତ ଇମ୍ପୋର୍ଟାଣ୍ଟ ଗୁରୁତ୍ୱପୂର୍ଣ୍ଣ ଟପିକ୍ ଡିସ୍କସନ୍ କରିବା ପାଇଁ ଯାଉଅଛେ। କ'ଣ ଟପିକ୍ ଡିସ୍କସନ୍ କରିବା ପାଇଁ ଯାଉଅଛେ ଆସନ୍ତୁ ଜାଣିବା କ'ଣ ଟପିକ୍। ଆଜି ସାଧାରଣତଃ ଆମେ ଗୋଟେ ପ୍ଲେଲିଷ୍ଟ ଦେଖିଥିଲେ କ'ଣ ଆଡ଼ଭାନ୍ସ ଟପିକ୍ ଉପରେ ଗୋଟେ ପ୍ଲେଲିଷ୍ଟ ଆମେ ବନେଇବା। ତା ସହିତ ଟୋଟାଲ୍ ଯାହା ବି ଅଛି ବାୟୋଲୋଜିର କନସେପ୍ଟ ସେ ବଟନୀର ହେଉ କି ଜୁଲୋଜିର ହେଉ ତା'ର ମିଶେଇକି ଗୋଟେ ଆଡ଼ଭାନ୍ସ ଟପିକ୍ ଉପରେ ଗୋଟେ ଭିଡ଼ିଓ ବି ଅଣାହେବ ଏବଂ କଣ୍ଟିନ୍ୟୁ ଆସିବ। ଯେମିତି ସେଲ୍ ଚାପ୍ଟରରୁ ଆମେ ଡିପ୍ଲି ପଢ଼ିବା। ସେଲ୍ ଟାଇପ୍ସ କ'ଣ, ସେଲ୍ର ଅର୍ଗାନେଲ୍ କ'ଣ, ତା'ର ଫଙ୍କସନ୍ କ'ଣ, ତା'ର ସିଗ୍ନାଲ କ'ଣ, ସେ ବିଷୟରେ ଆଜି କିଛି ସିଲାବସ୍ ଉପରେ କିଛି ଧାରଣା ଆପଣମାନେ ପାଇବେ। ତାପରେ କଣ୍ଟିନ୍ୟୁ ଭିଡ଼ିଓ ଆଣିବା ଆଉ। ତେଣୁ ଆଜିର ସେକ୍ସନ୍ଟି ଆପଣମାନେ ଭଲ ଭାବରେ ଦେଖନ୍ତୁ ଏବଂ ସିଲାବସ୍କୁ ବୁଝିବା ପାଇଁ ଚେଷ୍ଟା କରନ୍ତୁ, ଯାହାଦ୍ୱାରା ଆପଣମାନେ ମଧ୍ୟ ଉପକୃତ ଲାଭ କରିପାରିବେ। ଚାଲନ୍ତୁ ଆଜିର ଟପିକ୍ ଆରମ୍ଭ କରିବା ପୂର୍ବରୁ ଆପଣମାନେ ବାୟୋଲାଇଫ୍ SRR ଚ୍ୟାନେଲ୍କୁ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ ମଧ୍ୟ କରିଦିଅନ୍ତୁ, ଯାହାଦ୍ୱାରା ଆପଣମାନଙ୍କ ନିକଟରେ ଖୁବ୍ ଶୀଘ୍ର ଏବଂ ଜଲ୍ଦି ଆପଣମାନଙ୍କ ନିକଟରେ ନୋଟିଫିକେସନ୍ ମିଳିପାରିବ ଏବଂ ଆପଣମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ ସବୁ ଆପଣମାନେ ପାଇପାରିବେ। ତେଣୁ ଆପଣମାନେ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରନ୍ତୁ, ଯାହାଦ୍ୱାରା ସେୟାର କରିବା ମାଧ୍ୟମରେ ଆପଣମାନଙ୍କର ଯେଉଁ ବନ୍ଧୁ ଅଛନ୍ତି ସେମାନେ ମଧ୍ୟ ଏହି ଭିଡ଼ିଓରୁ କିଛି ଉପାଦାନ ତଥ୍ୟକୁ ଦେଖି କିଛି ଶିକ୍ଷଣୀୟ ଜିନିଷକୁ ଦେଖି ମଧ୍ୟ ବହୁତ କିଛି ଜ୍ଞାନ ଆହରଣ କରିପାରିବେ। ତେଣୁ ଆପଣମାନେ ମଧ୍ୟ ସେୟାର କରନ୍ତୁ ପ୍ରଚୁର ପରିମାଣରେ, ଯାହାଦ୍ୱାରା ଆପଣମାନେ ମଧ୍ୟ ବହୁତ ଉପାଦାନ ପାଇପାରିବେ। ତେଣୁ ଆପଣମାନେ ଏଇଭଳି ଭାବରେ ଜଡ଼ିତ ରୁହନ୍ତୁ ଏବଂ ଆପଣମାନଙ୍କର ଭଲ ପାଇବା ଏଇଭଳି ଭାବରେ ଆମ ପ୍ରତି ରହିଥାଉ, ଯାହାଦ୍ୱାରା ଆମ୍ଭକୁ ଏବଂ ନୂତନ ଭିଡ଼ିଓ ସବୁ ଆଣିବା ପାଇଁ ଉତ୍ସାହିତ ଲାଗିବ। ଚାଲନ୍ତୁ ଆଜିର ଭେରି ଇମ୍ପୋର୍ଟାଣ୍ଟ ଟପିକ୍ ଉପରେ ଡିସ୍କସନ୍ କରିବା। ଆମେ ଯେଉଁ ଆଗକୁ ସବୁ ଟପିକ୍ ପଢ଼ିବା ତା'ର ସିଲାବସ୍ କ'ଣ ଅଛି ଡିଟେଲ୍ସ ପଢ଼ିବା। ଆମେ ଜାଣୁଛେ ବାୟୋଲୋଜି ଟପିକ୍ ଉପରେ ପଢ଼ିବା। ବାୟୋଲୋଜିର ଦୁଇଟା ପାର୍ଟ, ବଟନୀ ଆଉ ଜୁଲୋଜି। ବଟନୀର କ'ଣ ସିଲାବସ୍ ଅଛି ଆଉ ଜୁଲୋଜିରେ କ'ଣ ସିଲାବସ୍ ଅଛି, ଆଡ଼ଭାନ୍ସ ସିଲାବସ୍, ଆଉ ତା ବିଷୟରେ ଡିଟେଲ୍ସ ଦେଖିବା। ତେଣୁ ଆଜି ଖାଲି ପ୍ରଥମ କ୍ଲାସ୍ ହେଉଛି ସିଲାବସ୍ ଉପରେ ଡିସ୍କସନ୍ କରିବା। ଇଏ ହେଉଛି ୱାର୍ମ କ୍ଲାସ୍। ସୋ ଚାଲନ୍ତୁ ଆରମ୍ଭ କରିବା ଆଜିର ଟପିକ୍। ଦେଖନ୍ତୁ ପ୍ରଥମ ଟପିକ୍ ହେଉଛି ମାଇକ୍ରୋବାୟୋଲୋଜି ଆଣ୍ଡ ଫାଇକୋଲୋଜି। ମାଇକ୍ରୋବାୟୋଲୋଜି ଆଉ ଫାଇକୋଲୋଜି କ'ଣ? ଭାଇରସ୍, ବ୍ୟାକ୍ଟେରିଆ, ସିଆନୋବ୍ୟାକ୍ଟେରିଆ, ଆଲଜି, କ୍ଲୋରୋଫାଇଟ୍। ଏଇ ଯେଉଁ ମାଇକ୍ରୋବାୟୋଲୋଜି ଆଉ ଫାଇକୋଲୋଜି ଟପିକ୍ ଅଛି, ସେଇ ଟପିକ୍ରେ ଭାଇରସ୍ ବିଷୟରେ ପଢ଼ିବା, ବ୍ୟାକ୍ଟେରିଆ ବିଷୟରେ ପଢ଼ିବା, ସିଆନୋବ୍ୟାକ୍ଟେରିଆ ବିଷୟରେ ପଢ଼ିବା, ଆଲଜି ବିଷୟରେ ପଢ଼ିବା, କ୍ଲୋରୋଫାଇଟ୍ ବିଷୟରେ ପଢ଼ିବା। ଆଙ୍କ ବିଷୟରେ ଏଇ ଟପିକ୍ରେ ଡିଟେଲ୍ସ ଭାବରେ ପଢ଼ିବା। ତାଙ୍କ ଷ୍ଟ୍ରକ୍ଚର କେମିତି, ଫଙ୍କସନ୍ କେମିତି, ସେମାନେ କେମିତି ୱାର୍କ କରୁଛନ୍ତି, ସବୁ ଡିଟେଲ୍ସ ଭାବରେ ପଢ଼ିବା। ତେଣୁ ମାଇକ୍ରୋବାୟୋଲୋଜି କହିଲେ ଆମେ କାହାକୁ ବୁଝିବା? ସାଧାରଣତଃ ଭାଇରସ୍, ବ୍ୟାକ୍ଟେରିଆକୁ ବୁଝିବା। ଫାଇକୋଲୋଜି କହିଲେ ସାଧାରଣତଃ କାହାକୁ ବୁଝିବା? ଆଲଜିକୁ ବୁଝିବା। ଚାଲନ୍ତୁ ଦେଖିବା ଟପିକ୍ 2ରେ କ'ଣ ଟପିକ୍ ଅଛି। ବାୟୋମଲିକୁଲ୍ସ ଆଣ୍ଡ ସେଲ୍ ବାୟୋଲୋଜି। ବାୟୋମଲିକୁଲ୍ସ କ'ଣ? ବାୟୋମଲିକୁଲ୍ସ କ'ଣ ମାନେ ଯେଉଁ ଛୋଟ ମଲିକୁଲ୍ସ ଗୁଡ଼ା ଅଛି ବାୟୋଲୋଜିରେ, ସେଗୁଡ଼ା ହେଉଛି ବାୟୋମଲିକୁଲ୍ସ, ଯେଉଁ ଶରୀରରେ ଆବଶ୍ୟକତା ହେଉଛି। ଯେମିତି ଲିପିଡ଼, ପ୍ରୋଟିନ୍, ନ୍ୟୁକ୍ଲିକ୍ ଏସିଡ଼୍, ଏନଜାଇମ୍, ଇଏ ହେଉଛି ସବୁ କ'ଣ ବାୟୋମଲିକୁଲ୍ସ। ସେମିତି ସେଲ୍ ବାୟୋଲୋଜିରେ ସେଲ୍ର ଯେଉଁ ଅର୍ଗାନେଲ୍ ଅଛି, ସେଲ୍ର ଯେଉଁ ଫଙ୍କସନ୍ ହେଉଛି, ତା'ର କ'ଣ ପ୍ରୋସେସ୍ ସବୁ ତା ଭିତରେ ଚାଲୁଛି, ଯାହାଦ୍ୱାରା ହୋଲ୍ ବଡ଼ିର ଷ୍ଟ୍ରକ୍ଚର ମଧ୍ୟ ଷ୍ଟେବିଲିଟି ରହୁଛି, ତା ବିଷୟରେ ପଢ଼ାଯାଏ। ଟପିକ୍ 3ରେ କ'ଣ ଅଛି? ମାଇକୋଲୋଜି ଆଣ୍ଡ ଫାଇଟୋପାଥୋଲୋଜି। ମାଇକୋଲୋଜି, ଫାଇଟୋପାଥୋଲୋଜିରେ କ'ଣ ପଢ଼ିବା? ମାଇକ୍ରୋ ଅର୍ଗାନିଜିମ୍ସ, ବାୟୋଲୋଜିକାଲ୍ ପ୍ରୋସେସ୍। କ'ଣ ପଢ଼ିବା? ମାଇକ୍ରୋ ଅର୍ଗାନିଜିମ୍, ଯେଉଁ ଛୋଟ ଜୀବଗୁଡ଼ିକ ଅଛନ୍ତି, ସେମାନଙ୍କର ବାୟୋଲୋଜିକାଲ୍ ପ୍ରୋସେସ୍ କ'ଣ, ଜୈବିକ ପ୍ରକ୍ରିୟା ସବୁ କ'ଣ ଅଛି, କେମିକାଲ୍ ରିଆକ୍ସନ୍ ସବୁ କ'ଣ ଅଛି। କେମିକାଲ୍ ରିଆକ୍ସନ୍ ସାଧାରଣତଃ କମ୍ ବିଷୟରେ ଏ ବିଷୟରେ ପଢ଼ାଯାଏ, କାହିଁକିନା କେମିଷ୍ଟ୍ରି ଟପିକ୍ ନୁହେଁ। ତେଣୁ କମ୍ ଖାଲି ଇମ୍ପୋର୍ଟାଣ୍ଟ ରିଲେଟିଭ୍ ରିଆକ୍ସନ୍ ପଢ଼ାଯାଏ। ତା ସହିତ ଡିଟେଲ୍ସ ଭାବରେ ଏଇସବୁ ପଢ଼ାଯାଏ।
ଦେଖନ୍ତୁ ଟପିକ୍ 4 ଆର୍କିଗୋନିଟ୍। ଆର୍କିଗୋନିଟ୍ରେ କ'ଣ ରହୁଛି? ବ୍ରାୟୋଫାଇଟ୍ସ, ଟେରିଡୋଫାଇଟ୍ସ, ଜିମ୍ନୋସ୍ପର୍ମ। ଇଏ ହେଉଛି ବ୍ରାୟୋଫାଇଟ୍ ଆଉ ଟେରିଡୋଫାଇଟ୍, ଜିମ୍ନୋସ୍ପର୍ମ ଇଏ ହେଉଛି ଉଦ୍ଭିଦର କ୍ଲାସିଫିକେସନ୍, ପ୍ଲାଣ୍ଟର କ୍ଲାସିଫିକେସନ୍ ଆଉ ଆନିମାଲ୍ କ୍ଲାସିଫିକେସନ୍ ରହିଅଛି, ବାକି ଅଛି ବେସିକ୍ରେ। ସେ ବେସିକ୍ରେ ପ୍ଲାଣ୍ଟ କ୍ଲାସିଫିକେସନ୍ ଆଉ ଆନିମାଲ୍ କ୍ଲାସିଫିକେସନ୍ ପଢ଼ିଲା ସମୟରେ ମୁଁ କିଛି ଧାରଣା ମଧ୍ୟ ଦେଇଥିବି। ତେଣୁ ଆମେ ଆର୍କିଗୋନିଟ୍ରେ କ'ଣ ପଢ଼ିବା ନା ବ୍ରାୟୋଫାଇଟ୍ସ, ଟେରିଡୋଫାଇଟ୍ସ, ଜିମ୍ନୋସ୍ପର୍ମ ବିଷୟରେ ସାଧାରଣତଃ ପଢ଼ାଯାଇଥାଏ। ଇଏ ହେଉଛି ଆର୍କିଗୋନିଟ୍ସର ମେନ୍ ବ୍ରାଞ୍ଚେସ୍। ସୋ ଆର ବି ଡିଫରେଣ୍ଟ ଫଙ୍କସନ୍ ବି ରହିଥାଏ। ତେଣୁ ଟପିକ୍ 5ରେ କ'ଣ? ଆନାଟମି ଅଫ୍ ଆଞ୍ଜିଓସ୍ପର୍ମସ୍। ଆଞ୍ଜିଓସ୍ପର୍ମ ଷ୍ଟ୍ରକ୍ଚର୍ ଆଣ୍ଡ ଫଙ୍କସନ୍। ଯେଉଁ ଆଞ୍ଜିଓସ୍ପର୍ମ ଗୁଡ଼ିକ ରହିଲା ସେଇ ପ୍ଲାଣ୍ଟ କ୍ଲାସିଫିକେସନ୍ ଗୋଟେ ପାର୍ଟ ହେଉଛି ଆଞ୍ଜିଓସ୍ପର୍ମ। ସେ ଆଞ୍ଜିଓସ୍ପର୍ମ ଯେଉଁ ତା'ର ଷ୍ଟ୍ରକ୍ଚର୍ କ'ଣ, ଫଙ୍କସନ୍ କ'ଣ, ସାଧାରଣତଃ ଆଞ୍ଜିଓସ୍ପର୍ମର ଡିଟେଲ୍ସ ଭାବରେ ଆମେ ପଢ଼ିବା ଇଏ ଆନାଟମି ଆଞ୍ଜିଓସ୍ପର୍ମ। ବିଭିନ୍ନ ପ୍ରକାର ଆଞ୍ଜିଓସ୍ପର୍ମ ତା'ର ଏକ୍ଜାମ୍ପଲ୍ସ ଅଛି, ଏକ୍ଜାମ୍ପଲ୍ସକୁ ନେଇକି ତାଙ୍କ ମଧ୍ୟରେ ଡିଫରେଣ୍ଟ କ'ଣ ତା ବିଷୟରେ ହିଁ ପଢ଼ିବା। ଯେମିତି ଏକ୍ଜାମ୍ପଲ୍ ହେଉଛି ଲାୟନ୍ ଆଉ ବିରାଡ଼ି ଆଉ ସିଂହ ଭିତରେ ସେ ଗୋଟେ ଜିନିଷର, ତେଣୁ ତା ମଧ୍ୟରେ କ'ଣ ଡିଫରେଣ୍ଟ ହେଉଛି ସେଇଭଳିଆ ଆଉ। ଟପିକ୍ 6ରେ କ'ଣ ଇକୋନୋମିକ୍ ବଟନି। ଇକୋନୋମିକ୍ ବଟନିରେ କ'ଣ କରିବା? ଆଞ୍ଜିଓସ୍ପର୍ମ ଷ୍ଟ୍ରକ୍ଚର୍ ଆଣ୍ଡ ଫଙ୍କସନ୍, ଡ୍ରଗ୍ ଏଲ୍ଡିଂ ପ୍ଲାଣ୍ଟସ୍। ସାଧାରଣତଃ ଇକୋନୋମିକ୍ ବଟନିରେ ସାଧାରଣତଃ ଏଇ ଯେଉଁ ବଟନି ଅଛି ଟପିକ୍, ବଟନି କହିଲେ ଆମେ ବୁଝୁଛେ ବିଭିନ୍ନ ପ୍ରକାର ପ୍ଲାଣ୍ଟକୁ ସବୁ ବୁଝୁଛେ। ସେଇ ପ୍ଲାଣ୍ଟ ଯେଉଁ ବିଭିନ୍ନ ପ୍ରକାର ପ୍ଲାଣ୍ଟ ଅଛି, କେଉଁ ଗୁଡ଼ିକ ମେଡ଼ିସିନ୍ ପ୍ଲାଣ୍ଟ ଆଉ କେଉଁ ଗୁଡ଼ିକ ଇକୋନୋମିକାଲି ଭେରି ଇମ୍ପୋର୍ଟାଣ୍ଟ ପ୍ଲାଣ୍ଟ, ଯେଉଁ ପ୍ଲାଣ୍ଟ ଗୁଡ଼ିକୁ ବାହାର କଣ୍ଟ୍ରିକୁ ଏକ୍ସପୋର୍ଟ ହେଉଛି, ସେଇ ପ୍ଲାଣ୍ଟ ବିଷୟରେ ପଢ଼ାଯାଇଥାଏ। ସେମିତି ଟପିକ୍ 7ରେ କ'ଣ ଅଛି? ଜେନେଟିକ୍ସ। ଜେନେଟିକ୍ସ ଆମେ ସାଧାରଣତଃ ଜେନେଟିକ୍ସ ଟପିକ୍ ଆମେ ବୁଝିବା କାହା କ୍ୟାରୋଲସ୍ ଲିନିୟସ୍ଙ୍କର ଅବଦାନ ବହୁତ ଅତୁଳନୀୟ। ସେମିତି ତାଙ୍କୁ ଫାଦର ଅଫ୍ ଜେନେଟିକ୍ସ କୁହାଯାଏ। ତା ବିଷୟରେ କ'ଣ ପଢ଼ିବା? ଡିଟେଲ୍ସ ପଢ଼ିବା। ମନୋହାଇବ୍ରିଡ୍ କ୍ରସ୍, ଲିଙ୍କେଜ୍, କ୍ରସିଂ ଓଭର୍, ଡାଇହାଇବ୍ରିଡ୍ କ୍ରସ୍, ଏ ବିଷୟରେ ଡିଟେଲ୍ସ ହିଁ ପଢ଼ାଯାଇଥାଏ। କେମିତି ଆମର ଜେନେଟିକ୍ ରିଲେସନ୍ ରହୁଛି ତା ବିଷୟରେ ହିଁ ଡିଟେଲ୍ସ ପଢ଼ାଯାଇଥାଏ। ଇଏ ହେଉଛି ଜେନେଟିକ୍ସର ଭେରି ଇମ୍ପୋର୍ଟାଣ୍ଟ। ଚାଲନ୍ତୁ ଟପିକ୍ 8 କ'ଣ ଅଛି? ମଲିକୁଲାର ବାୟୋଲୋଜି। ମଲିକୁଲାର ବାୟୋଲୋଜିଟା ଭେରି ଅଣ୍ଡରଷ୍ଟାଣ୍ଡିଂ ପାର୍ଟ ଆଉ ଭେରି ବଟନିର ଭେରି କ୍ୟାଲକୁଲେସନ୍ ପାର୍ଟ। DNA RNA ରିଲେସନସିପ୍, ଟ୍ରାନ୍ସକ୍ରିପ୍ସନ୍, ଟ୍ରାନ୍ସଲେସନ୍, ରେପ୍ଲିକେସନ୍, ସେଣ୍ଟ୍ରାଲ୍ ଡୋଗ୍ମା। ସାଧାରଣତଃ ଆମେ ଯେଉଁ DNA ଆଉ RNA ଅଛି ଆମ ଶରୀରରେ, ସେ DNA କେମିତି ତିଆରି ହେଉଛି, RNA କେମିତି ତିଆରି ହେଉଛି, ତା'ର ଷ୍ଟ୍ରକ୍ଚର୍ କେମିତି, ସେ ଫଙ୍କସନ୍ କେମିତି କରୁଛି, ଆଉ DNAଟା କେମିତି RNAଟା କେମିତି DNA, ଏସବୁ ହେଉଛି ସେ ବିଷୟରେ ହିଁ ପଢ଼ାଯାଇଥାଏ। ଟପିକ୍ 9ରେ କ'ଣ ଅଛି? ପ୍ଲାଣ୍ଟ ଇକୋଲୋଜି ଆଉ ଫଟୋଜିଓଗ୍ରାଫି। ସାଧାରଣତଃ ଏସବୁ ଇକୋଲୋଜି ଉପରେ ପଢ଼ାଯାଇଥାଏ। ଇକୋସିଷ୍ଟମ୍ କେମିତି ଅଛି, ଆଉ ସଏଲ୍, ୱାଟର୍, ସଏଲ୍ ଡିଫରେଣ୍ଟ ପ୍ରକାର ସଏଲ୍ ଯେଉଁ ଅଛି, ୱାଟର୍ ଡିଫରେଣ୍ଟ ପ୍ରକାର ସଲ୍ଟ ୱାଟର୍ ହଉ କି ବିଭିନ୍ନ ପ୍ରକାର ୱାଟର୍ ସବୁ ଷ୍ଟୋରେଜ୍ କେଉଁଠି ହେଉଛି, ୱାଟର୍ ପ୍ୟୁରିଫିକେସନ୍ କେମିତି କରିବା ଦରକାର, ଆଉ ସେମିତି ପୁରା ନ୍ୟାଚୁରାଲ୍ ଉପରେ ହିଁ ପଢ଼ାଯାଇଥାଏ। ନେଚର୍ରେ ଯାହା କିଛି ରହିଲା ଇକୋସିଷ୍ଟମ୍ ତା ବିଷୟରେ ହିଁ ପଢ଼ାଯାଇଥାଏ। ଟପିକ୍ 10ରେ କ'ଣ ରହିଲା? ପ୍ଲାଣ୍ଟ ସିଷ୍ଟମାଟିକ୍ସ। ସାଧାରଣତଃ ଆମେ ଯେଉଁ ପୂର୍ବରୁ ପଢ଼ିଛେ ପ୍ଲାଣ୍ଟସ୍ କ୍ଲାସିଫିକେସନ୍ ବିଷୟରେ, ଯେଉଁ ଜିନସ୍ ସ୍ପେସିସ୍ କେମିତି ନାଁ ଦିଆହେଲା ଗୋଟେ ମଣିଷର ବୈଜ୍ଞାନିକ ହୋମୋସାପିଏନ୍ସ। ହୋମୋସାପିଏନ୍ସରେ ହୋମୋ ଜିନସ୍ ସାପିଏନ୍ସ ସ୍ପେସିସ୍, ସେଇ ଯେଉଁ ନାମକରଣଟା କେମିତି କାହା ଦ୍ୱାରା ହେଉଛି? ICN ରୁଲ୍ ଅନୁସାରେ ହେଉଛି। ତା ବିଷୟରେ ହିଁ ଡିଟେଲ୍ସ ଭାବରେ ପ୍ଲାଣ୍ଟ ସିଷ୍ଟମାଟିକ୍ରେ ପଢ଼ାଯାଇଥାଏ। ସେମିତି ଆଉ କ'ଣ ରହିଲା? ଟପିକ୍ 11 ହେଉଛି ରିପ୍ରଡକ୍ଟିଭ୍ ବାୟୋଲୋଜି ଅଫ୍ ଆଞ୍ଜିଓସ୍ପର୍ମସ୍। ମାନେ ଯେଉଁ ଆମର ଗୋଟେ ପ୍ଲାଣ୍ଟଟା ରିପ୍ରଡକ୍ଟିଭ୍ ପ୍ରୋସେସ୍ କଣ୍ଟିନ୍ୟୁ ଚାଲୁଛି, ତା'ର ରିପ୍ରଡକ୍ଟିଭ୍ ପ୍ରୋସେସ୍ କେମିତି ହେଉଛି? ସାଧାରଣତଃ ଆମେ ଜାଣିଛେ ଫୁଲ ହେଉଛି, ବିଭିନ୍ନ ପ୍ରକାର ଫୁଲ, ମେଲ୍ ଫ୍ଲାୱାର୍, ଫିମେଲ୍ ଫ୍ଲାୱାର୍ ହେଉଛି, ତାଙ୍କ ମଧ୍ୟରେ ଫର୍ଟିଲାଇଜେସନ୍ ହେଉଛି, ଫର୍ଟିଲାଇଜେସନ୍ ହେଲା ପରେ ସିଡ଼୍ ତିଆରି ହେଉଛି, ସେଇ ସିଡ଼୍ରୁ ଗୋଟେ ନ୍ୟୁ ପ୍ଲାଣ୍ଟ ଫର୍ମେସନ୍ ହେଉଛି। ଇଏ ହେଉଛି ପ୍ରୋସେସ୍। ସେ ଡିଟେଲ୍ସ ଭାବରେ ଏଇ ଟପିକ୍ରେ ହିଁ ପଢ଼ାଯାଇଥାଏ। ଆନ୍ଥର କ'ଣ, ପିଷ୍ଟିଲ୍ କ'ଣ, ଏସବୁ ପଢ଼ାଯାଇଥାଏ। ସେମିତି ଟପିକ୍ 11 କ'ଣ? ପ୍ଲାଣ୍ଟ ଫିଜିଓଲୋଜି। ପ୍ଲାଣ୍ଟ ଫିଜିଓଲୋଜିରେ କ'ଣ ପଢ଼ାଯାଇଥାଏ? ଯେମିତି ପ୍ଲାଣ୍ଟ ୱାଟର୍ ରିଲେସନସିପ୍, ମାନେ ଗୋଟେ ଗଛଟେ ଚେର ଦ୍ୱାରା ୱାଟର୍ଟା ତଳୁ ନେଉଛି,
ନେଇକି କେଉଁଠି ପହଞ୍ଚୁଛି, ପତ୍ର ମାଧ୍ୟମ ପହଞ୍ଚୁଛି, କାହିଁକିନା ସେଠି ହିଁ ପତ୍ରଠାରେ ହିଁ କେଉଁ ପ୍ରୋସେସ୍ ହେଇଥାଏ, ଫଟୋସିନ୍ଥେସିସ୍ ପ୍ରୋସେସ୍ ହେଇଥାଏ। ତାହେଲେ ଏତେ ବାଟ କେମିତି ୱାଟର୍ଟା ଯାଉଛି ହେରି, ମନକୁ ଯାଉଛି ହେରି କି? ନାଇଁ, କିଛି ତ ଏନର୍ଜି ୟୁଜ୍ ହେଉଥିବ କି କିଛି ତ ବଳ କିଛି ଥିବ, ଫୋର୍ସ କିଛି ଥିବ, ତା ବିଷୟରେ ହିଁ ପଢ଼ା ହେଇଥାଏ। ସେମିତି ଟପିକ୍ 13 କ'ଣ କ'ଣ ମେଟାବୋଲିଜିମ୍, ପ୍ଲାଣ୍ଟ ମେଟାବୋଲିଜିମ୍ କ'ଣ କ'ଣ ଫଟୋସିନ୍ଥେସିସ୍ ପ୍ରୋସେସ୍, ଗ୍ଲାଇକୋସିସ୍ ପ୍ରୋସେସ୍, ଟିସି ସାଇକେଲ୍, এই ବିଷୟରେ ପଢ଼ା ହେଇଥାଏ। ପ୍ଲାଣ୍ଟ ଆମେ ଜାଣିଛେ ଅଟୋଟ୍ରପିକ୍, ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରିଥାଏ। ଏଇ ଫଟୋସିନ୍ଥେସିସ୍ ମାଧ୍ୟମରେ ହିଁ ନିଜେ ଖାଦ୍ୟ ନିଜେ ପ୍ରସ୍ତୁତ କରିଥାଏ। ତା'ର ବିଭିନ୍ନ ପ୍ରକାର ପ୍ରୋସେସ୍ ଅଛି, ଗ୍ଲାଇକୋଲିସିସ୍ ପ୍ରୋସେସ୍, ଟିସି ସାଇକେଲ୍ ଯାହା କହୁଛେ, ସାଇଟ୍ରିକ୍ ଏସିଡ୍ ସାଇକେଲ୍, ଆଉ କ'ଣ ରହିଲା ଇଲେକ୍ଟ୍ରୋ ଟ୍ରାନ୍ସଫର୍ ଚେନ୍, ଏସବୁ ପ୍ରୋସେସ୍ ପଢ଼ା ହେଇଥାଏ। ସେମିତି ଟପିକ୍ 14 କ'ଣ କ'ଣ ଅଛି, ପ୍ଲାଣ୍ଟ ବାୟୋଟେକ୍ନୋଲୋଜି। ପ୍ଲାଣ୍ଟ ବାୟୋଟେକ୍ନୋଲୋଜି କ'ଣ, ରେକମେଣ୍ଡେସନ୍ DNA ଟେକ୍ନୋଲୋଜି 1 to ପ୍ଲାଣ୍ଟ ଟିସ୍ୟୁ କଲଚର୍। ସାଧାରଣତଃ ଆମେ ଯେଉଁ ଟିସ୍ୟୁ କଲଚର୍ କରୁଛେ, ଗୋଟେ ପ୍ଲାଣ୍ଟର ଯେକୌଣସି ପାର୍ଟରୁ ଆମେ ଗୋଟେ ଟିସ୍ୟୁ ନେଇଯାଉଛେ, ଟିସ୍ୟୁ ନେଇକି ତାକୁ କଲଚର୍ କରାହେଉଛି ଏବଂ ସେଇଠୁ ଆମର କ'ଣ ହେଉଛି, ଆମର ସାଇଣ୍ଟିଷ୍ଟ ମାନେ କ'ଣ କରୁଛନ୍ତି, ରିସର୍ଚ୍ଚର ମାନେ କ'ଣ କରୁଛନ୍ତି, ଡେଭଲପ୍ କରୁଛନ୍ତି ନୂଆ ସିଡ୍। ସେମିତି ଆଉ କ'ଣ ରହିଲା, ଆନାଲାଇଟିକ୍ ଟେକ୍ନିକ୍ସ ଇନ୍ ପ୍ଲାଣ୍ଟ ସାଇନ୍ସ। ଏଇ ଯେଉଁ ପ୍ଲାଣ୍ଟ ସାଇନ୍ସରେ କ'ଣ କ'ଣ ସବୁ ଟେକ୍ନିକ୍ ବ୍ୟବହାର ହେଉଛି, କ୍ରୋମାଟୋଗ୍ରାଫି, ବାୟୋଷ୍ଟାଟିଷ୍ଟିକ୍ସ, ଏସବୁ ଟେକ୍ନିକ୍ ବ୍ୟବହାର ହେଉଛି। ଆମ ଭିତରେ ମଧ୍ୟ ସବ୍ ଟେକ୍ନିକ୍ ବିଭିନ୍ନ ପ୍ରକାର ଅଛି, ତା ବିଷୟରେ ହିଁ ଡିଟେଲ୍ସ ପଛରେ ଦେଖିବା। ଆଉ ଇଏ ହେଉଛି ଭେରି ଭେରି ଇମ୍ପୋର୍ଟାଣ୍ଟ ପାର୍ଟ। ଆକୁ ଯଦି ନ ଜାଣିପାରିବ ତାହେଲେ ରିସର୍ଚ୍ଚ କରିବାରେ ବହୁତ କାମରେ ଆସିବ। ସେମିତି ଚାଲନ୍ତୁ ଆଉ ଗୋଟେ କ'ଣ ଟପିକ୍ ରହିଲା, ନ୍ୟାଚୁରାଲ୍ ରିସୋର୍ସ ମ୍ୟାନେଜମେଣ୍ଟ, ସଷ୍ଟେନେବଲ୍ ୟୁଟିଲାଇଜେସନ୍ ୱେଷ୍ଟ ମ୍ୟାନେଜମେଣ୍ଟ। ଯେଉଁ ନେଚରରେ ଯେଉଁ ବିଭିନ୍ନ ପ୍ରକାର ରିସର୍ଚ୍ଚ ଅଛି, ତା'ର ମ୍ୟାନେଜମେଣ୍ଟ କେମିତି ହେବା ଆବଶ୍ୟକତା ଅଛି। ଯେମିତି ଏୟାର ପଲ୍ୟୁସନ୍ ହେଉଛି, ତାକୁ କେମିତି କଣ୍ଟ୍ରୋଲରେ ରଖିପାରିବା, ଯେମିତି ୱେଷ୍ଟ ସବୁ ଅଛି, ତାକୁ ୱେଷ୍ଟ ଗୁଡ଼ିକୁ କେମିତି ମ୍ୟାନେଜମେଣ୍ଟ କରିବା, ଆଉ ସଷ୍ଟେନେବଲ୍ ୟୁଟିଲାଇଜେସନ୍ କେମିତି କରିବା, ତା ସହିତ କେମିତି ଆୱାରନେସ୍ କରିକି ସମସ୍ତଙ୍କୁ ଯେତିକି ନିଡ୍ ସେତିକି ୟୁଜେସ୍ କରିବେ, ତା ପ୍ରତି କେମିତି ଫୋକସ୍ ଦେବା। ସେମିତି ଏକ୍ସଟ୍ରା 3 ଟପିକ୍ରେ କ'ଣ ରହିଲା, ହର୍ଟିକଲଚରାଲ୍ ପ୍ରାକ୍ଟିସ୍ ଆଣ୍ଡ ପୋଷ୍ଟ ହାର୍ଭେଷ୍ଟିଂ ଟେକ୍ନୋଲୋଜି, ଫ୍ରୁଟ୍ସ ଭେଜିଟେବଲ୍ କ୍ରପ୍ସ, ପୋଷ୍ଟ ହାର୍ଭେଷ୍ଟ ଟେକ୍ନୋଲୋଜି, ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ ମ୍ୟାନେଜମେଣ୍ଟ। ସେ କ'ଣ କହିଲା ନା, ଏଇ ଯେଉଁ ବିଭିନ୍ନ ପ୍ରକାର ପ୍ଲାଣ୍ଟ ଅଛି, ସେ ପ୍ଲାଣ୍ଟର ଡିଜିଜ୍ କଣ୍ଟ୍ରୋଲ୍ କେମିତି କରିପାରିବା, ପୋଷ୍ଟ ହାର୍ଭେଷ୍ଟ ଟେକ୍ନୋଲୋଜିରେ ପୂର୍ବରୁ କେମିତି କଣ୍ଟ୍ରୋଲ୍ କରିକି ରଖିଥିବା, ଯେମିତି ପ୍ଲାଣ୍ଟଟା ହେଲା ପରେ ମଧ୍ୟ ତାକୁ ବିଭିନ୍ନ ପ୍ରକାର ଡିଜିଜ୍ ଯେମିତି ନ ହୁଏ, ତାକୁ ଧ୍ୟାନ ଦେବା, ଏ ବିଷୟରେ ପଢ଼ିବା। ସେମିତି ଏକ୍ସଟ୍ରା 4ରେ କ'ଣ ଟପିକ୍ ରହିଲା, ଇଣ୍ଡଷ୍ଟ୍ରିଆଲ୍ ଆଣ୍ଡ ଏନଭାୟରମେଣ୍ଟାଲ୍ ମାଇକ୍ରୋବାୟୋଲୋଜି, ମାଇକ୍ରୋବାୟୋଲ ଏନଜାଇମ୍ସ ଅଫ୍ ଇଣ୍ଡଷ୍ଟ୍ରିଜ୍ ଇଣ୍ଟରେଷ୍ଟ, ମାଇକ୍ରୋବ୍ସ ଇନ୍ ଏଗ୍ରିକଲଚର୍ ଆଣ୍ଡ ରିମେଡ଼ିଏସନ୍ ଅଫ୍ କଣ୍ଟେନମେଣ୍ଟ ସଏଲ୍ସ। ସବୁ ବିଭିନ୍ନ ପ୍ରକାର ଇଣ୍ଡଷ୍ଟ୍ରି ଆମେ ଜାଣିଛେ ଏନଜାଇମ୍ର ବହୁଳ ମାତ୍ରାରେ ବ୍ୟବହାର ହେଉଛି, କାହିଁକିନା ଏନଜାଇମ୍ର କାମ କ'ଣ, ଗୋଟେ ରିଆକ୍ସନ୍କୁ କ'ଣ କରିଥାଏ, ଦ୍ରୁତରୁ ଦ୍ରୁତ ପ୍ରକ୍ରିୟାରେ ପ୍ରୋସେସ୍ରେ ସାରି ଦେଇଥାଏ, ଆଉ ମୋର୍ ଆମାଉଣ୍ଟ ପ୍ରଡକ୍ସନ୍ କରିଥାଏ। ଇଏ ହେଉଛି ଭେରି ଭେରି ଇମ୍ପୋର୍ଟାଣ୍ଟ। ଆସନ୍ତୁ ବର୍ତ୍ତମାନ ଦେଖିବା ଜୁଲୋଜି ଟପିକ୍ କ'ଣ କ'ଣ ସବୁ ରହିଛି। ଜୁଲୋଜିର ୟୁନିଟ୍ 1ରେ କ'ଣ କ'ଣ ରହିଛି, ନନ୍କଡାଟ୍ସ, ପ୍ରୋଟିଷ୍ଟା 2, ସିଡୋ କୋଲାମେଟେସ୍, ପ୍ରୋଟିଷ୍ଟା, ପାରାଜୋଆ, ମେଟାଜୋଆ, ପୋରିଫେରା, ସ୍ନିଡାରିଆ, ଏଇସବୁ ରହୁଛି କ'ଣ, ନନ୍କଡାଟା ଅଣ୍ଡରରେ ରହୁଛି। ତେଣୁ ଫାର୍ଷ୍ଟ ୟୁନିଟ୍ରେ ଜୁଲୋଜିର ଏଇ ନନ୍କଡାଟା ଆନିମଲ୍ ଉପରେ ହିଁ ପଢ଼ା ଯାଇଥାଏ। ୟୁନିଟ୍ 2ରେ କ'ଣ ରହିଛି, ୟୁନିଟ୍ 2ରେ ପ୍ରିନ୍ସିପଲ୍ ଅଫ୍ ଇକୋଲୋଜି, ଇକୋସିଷ୍ଟମ୍ ଆଣ୍ଡ ଆପ୍ଲାଏଡ୍ ଇକୋଲୋଜି, ପପୁଲେସନ୍, କମ୍ୟୁନିଟି, ବାୟୋମେଟ୍ରି। ମାନେ ଆମର ଇକୋସିଷ୍ଟମ୍ଟା କେମିତି, ଇକୋଲୋଜିରେ ସବୁ ଆନିମଲ୍ ପ୍ଲାଣ୍ଟ କେମିତି ଅଛନ୍ତି, ତାଙ୍କ ମଧ୍ୟରେ ଆନିମଲ୍ ମଧ୍ୟରେ ଡିଫରେଣ୍ଟ ଆନିମଲ୍ ମଧ୍ୟ ଅଛନ୍ତି, ତାଙ୍କ ମଧ୍ୟରେ ରିଲେସନ୍ କ'ଣ, ତା ବିଷୟରେ ହିଁ ଏଇ ଇକୋଲୋଜିରେ ହିଁ ପଢ଼ା ଯାଇଥାଏ। ଇକୋସିଷ୍ଟମ୍ କ'ଣ, ହ୍ୱାଟ୍ ଇଜ୍ ଇକୋଲୋଜି କ'ଣ, ଆଉ ଆମର ସାଚୁରେସନ୍ କ'ଣ, ଏସବୁ ବିଷୟରେ ହିଁ ଡିଟେଲ୍ସ ଭାବରେ ପଢ଼ା ଯାଇଥାଏ। ତେଣୁ ୟୁନିଟ୍ 3ରେ କ'ଣ କ'ଣ, ନନ୍କଡାଟାର ଯେଉଁ ଆଉ ସବୁ ରହିଲା ପାର୍ଟସ୍, କୋଏଲମେଟ୍ସ ଆଣ୍ଡ ଏନେଲିଡା, ଆର୍ଥୋପୋଡା,
ମୋଲୁସ୍କା ଏସବୁ କ'ଣ ନନକଡ଼ାର ଅବଶିଷ୍ଟ ପାର୍ଟ ସବୁ ରହୁଛି। ଆର କ'ଣ କ'ଣ ସବୁ ଅଛି, ଫଙ୍କସନ୍ କ'ଣ, ଷ୍ଟ୍ରକ୍ଚର୍ କ'ଣ, ସେମାନେ ଦେଖିବା ବି କେମିତି କ'ଣ ତା ବିଷୟରେ ହିଁ ଏଇ ୟୁନିଟ୍ 3ରେ ଡିଟେଲ୍ ଭାବରେ ପଢ଼ା ହେଇଥାଏ। ଚାଲନ୍ତୁ ଆଉ କିଛି ନୂତନ ମଧ୍ୟ ଜିନିଷ ସବୁ ଆଡ଼୍ ହେବ ଡିଟେଲ୍ସ ଏକ୍ସପ୍ଲେନ୍ କଲା ସମୟରେ। ତେଣୁ ଆଜି ହେଉଛି ଖାଲି ସିଲାବସ୍ ଡିସ୍କସନ୍। ତେଣୁ ୟୁନିଟ୍ 4ରେ କ'ଣ, ୟୁନିଟ୍ରେ ସେଲ୍ ବାୟୋଲୋଜି, ମାନେ ସେଲ୍ର ଫଙ୍କସନ୍ କ'ଣ, ଷ୍ଟ୍ରକ୍ଚର୍ କ'ଣ, ସାଇଟ୍ ସ୍କେଲିଟନ୍ କ'ଣ। ଆମର ଯେମିତି ବଡ଼ିରେ ସ୍କେଲିଟନ୍ ଅଛି ସେମିତି ସେଲ୍ରେ ମଧ୍ୟ କିଛି ସ୍କେଲିଟନ୍ ଥାଏ, ଯାହାକୁ କ'ଣ କୁହାଯାଏ, ସାଇଟ୍ ସ୍କେଲିଟନ୍ ମଧ୍ୟ କୁହାଯାଏ। ସେମିତି ଏଣ୍ଡୋ ମେମ୍ବ୍ରେନ୍ କ'ଣ, ମାଇଟୋକଣ୍ଡ୍ରିଆ କ'ଣ, ରେକ୍ସିଜୋମ୍ କ'ଣ, ନ୍ୟୁକ୍ଲିୟସ୍, ସେଲ୍ ଡିଭିଜନ୍, ସେଲ୍ ସିଗ୍ନାଲିଂ। ସାଧାରଣତଃ ଗୋଟେ ସେଲ୍ରୁ ଅନ୍ୟ ସେଲ୍କୁ ଯେଉଁ ଟ୍ରାନ୍ସଫର୍ ହେଉଛି ମ୍ୟାଟେରିଆଲ୍, ତା'ର କାହା ଦ୍ୱାରା ହୋଇଥାଏ, ସେଲ୍ ସିଗ୍ନାଲିଂ ମାଧ୍ୟମରେ ହୋଇଥାଏ। ୟୁନିଟ୍ 5 କ'ଣ, ଡାଇଭର୍ସିଟି ଆଣ୍ଡ ଡିଷ୍ଟ୍ରିବ୍ୟୁସନ୍ ଅଫ୍ କର୍ଡାଟା। ସାଧାରଣତଃ ପୋଟୋକର୍ଡାଟା ଆଣ୍ଡ ଅରିଜିନ୍ ଅଫ୍ କର୍ଡାଟା। ସାଧାରଣତଃ ଏଇ ଯେଉଁ କର୍ଡାଟାର ଆଉ ଅବଶିଷ୍ଟ ପାର୍ଟ ଯେଉଁ ରହିଲା, ଆମ୍ଫିବିଆ, ରେପ୍ଟିଲିଆ, ଏପ୍ସ, ମାମାଲ୍ସ, ଏଇସବୁ ଆ ବିଷୟରେ ହିଁ ପଢ଼ା ହେଇଥାଏ। ସାଧାରଣତଃ ଆମର ଆନିମଲ୍ର ବିଭିନ୍ନ ପ୍ରକାର କ୍ଲାସିଫିକେସନ୍ ଅଛି। ମୁଁ ବେସିକ୍ରେ ଗୋଟେ କ୍ଲାସ୍ଟା ଆଣିବି ହେରି ଆନିମଲ୍ କ'ଣ କ'ଣ କ୍ଲାସିଫିକେସନ୍ ଅଛି। ସାଧାରଣତଃ ଦୁଇ ବିଭାଗରେ ବିଭକ୍ତ କରାଯାଇଛି, କର୍ଡାଟା, ନନ୍ କର୍ଡାଟା। ତା ମଧ୍ୟରେ ବିଭିନ୍ନ ପ୍ରକାର ଶ୍ରେଣୀ ଅଛି। ଆସନ୍ତୁ ଦେଖିବା ୟୁନିଟ୍ 6ରେ କ'ଣ ଅଛି, ଫିଜିଓଲୋଜି, କଣ୍ଟ୍ରୋଲିଂ ଆଣ୍ଡ କୋଅର୍ଡ଼ିନେସନ୍ ସିଷ୍ଟମ୍ସ, ଟିସ୍ୟୁ ସିଷ୍ଟମ୍, ମସଲ୍, ନର୍ଭ ସିଷ୍ଟମ୍। ସାଧାରଣତଃ ବିଭିନ୍ନ ପ୍ରକାର ଟିସ୍ୟୁ ଅଛି। ବିଭିନ୍ନ ପ୍ରକାର ଟିସ୍ୟୁ ମଧ୍ୟରେ ଟିସ୍ୟୁ ସିଷ୍ଟମ୍ ଅଛି, ଯେମିତି ହ୍ୟାଣ୍ଡରେ ଗୋଟେ ଟିସ୍ୟୁ ସିଷ୍ଟମ୍ ଗୋଟେ କାର୍ଯ୍ୟ କରୁଛି, କାହିଁକିନା ହ୍ୟାଣ୍ଡରେ ଗୋଟିଏ ପ୍ରକାର ହିଁ ଟିସ୍ୟୁ ଅଛି। ସେମିତି ଲେଗ୍ରେ ଗୋଟିଏ ପ୍ରକାର ହିଁ ଟିସ୍ୟୁ ଅଛି। ହ୍ୟାଣ୍ଡରେ ଯେଉଁ ଟିସ୍ୟୁ ଥିବ, ଲେଗ୍ରେ ସେଇ ଟିସ୍ୟୁ ନଥିବ। ତା'ର ଫଙ୍କସନ୍ରେ ମଧ୍ୟ କିଛି କିଛି ଡିଫରେଣ୍ଟ ହୋଇଥିବ। ସେମିତି ୟୁନିଟ୍ 7ରେ କ'ଣ, ଫଣ୍ଡାମେଣ୍ଟାଲ୍ସ ଅଫ୍ ବାୟୋକେମିଷ୍ଟ୍ରି ଆଣ୍ଡ ମାଇକ୍ରୋବାୟୋଲୋଜି, କାର୍ବୋହାଇଡ୍ରେଟ୍, ଲିପିଡ୍ସ, ପ୍ରୋଟିନ୍, ଏନ୍ଜାଇମ୍, ମାଇକ୍ରୋବାୟୋଲୋଜି। ସାଧାରଣତଃ ଏଇ ୟୁନିଟ୍ 7ରେ କ'ଣ କ'ଣ ପଢ଼ାଯାଏ, କାର୍ବୋହାଇଡ୍ରେଟ୍ସ, ଲିପିଡ୍ସ, ତା'ର ଷ୍ଟ୍ରକ୍ଚର୍ କେମିତି, ଫଙ୍କସନ୍ କେମିତି, ଆଉ ବଡ଼ି ବି ତା'ର ନିଡ୍ସ କ'ଣ। କାର୍ବୋହାଇଡ୍ରେଟ୍ ସାଧାରଣତଃ ଲାର୍ଜ ଆମାଉଣ୍ଟରୁ ଏନର୍ଜି ରିଲିଜ୍ କରିଥାଏ, ଆଉ ଲିପିଡ଼ କ'ଣ କରିଥାଏ, ନ୍ୟୁ ସେଲ୍ କ୍ରିଏଟ୍ କରିବାରେ, ଫର୍ମେସନ୍ କରିବାରେ ସାହାଯ୍ୟ କରିଥାଏ। ପ୍ରୋଟିନ୍ କ'ଣ, ପ୍ରୋଟିନ୍ ବି ସେ ଫର୍ମେସନ୍ କରିବାରେ ସାହାଯ୍ୟ କରିଥାଏ। ୟୁନିଟ୍ 8ରେ କ'ଣ କ'ଣ ଅଛି, କମ୍ପାରେଟିଭଲି ଆନାଟମି ଅଫ୍ ଭର୍ଟିବ୍ରେଟ୍। ସାଧାରଣତଃ ଇଣ୍ଟିଗୁମେଣ୍ଟାରୀ ସ୍କେଲିଟନ୍ ସିଷ୍ଟମ୍, ଡାଇଜେଷ୍ଟିଭ୍, ରେସ୍ପିରେଟରୀ ସିଷ୍ଟମ୍, ସର୍କୁଲେଟରୀ, ୟୁରିଜେନେଟିକ୍ ସିଷ୍ଟମ୍, ନର୍ଭ ସିଷ୍ଟମ୍, ଏସବୁ ସେନ୍ସ ଅର୍ଗାନ୍ସ। ସେନ୍ସ ଅର୍ଗାନ୍ ସବୁ ଆମର କ'ଣ କ'ଣ ରହିଲା, ନୋଜ୍ ହଉ, ଆଇ ହଉ, ଏସବୁ ସେନ୍ସ ଅର୍ଗାନ୍। ନର୍ଭ ସିଷ୍ଟମ୍, ଏଇ ଯେଉଁ ସେନ୍ସ ଅର୍ଗାନ୍ରୁ ମାଇଣ୍ଡ ପର୍ଯ୍ୟନ୍ତ ଯେଉଁ ନର୍ଭ ସବୁ ଯାଇଛି, ସେ ନର୍ଭ ସିଷ୍ଟମ୍ ମାଧ୍ୟମରେ ସବୁ ସିଗ୍ନାଲ୍ ଦେଇକି ଯାଇଥାଏ। ସେମିତି ୟୁନିଟ୍ 9ରେ କ'ଣ କ'ଣ ଅଛି, ୟୁନିଟ୍ 9ରେ ଫିଜିଓଲୋଜି, ଲାଇଫ୍ ସଷ୍ଟେନିଂ ସିଷ୍ଟମ୍, ଫିଜିଓଲୋଜି ଅଫ୍ ଡାଇଜେସନ୍, ଫିଜିଓଲୋଜି ଅଫ୍ ରେସ୍ପିରେସନ୍, ରେନାଲ୍ ଫିଜିଓଲୋଜି ଆଣ୍ଡ ବ୍ଲଡ୍ ଫିଜିଓଲୋଜି ଅଫ୍ ହାର୍ଟ। ସୋ ୟୁନିଟ୍ 9ରେ ଏଇସବୁ ବିଷୟରେ ଆମେ ପଢ଼ିବା। ତେଣୁ ଆଜି ହେଉଛି ଖାଲି ବେସିକ୍ ଡିସ୍କସନ୍ ହେଉଛି, ସିଲାବସ୍ କ'ଣ କ'ଣ ଅଛି ଆଉ କ'ଣ କ'ଣ ଆଗକୁ ପଢ଼ିବା। ତା ସହିତ ଆମେ ଗୋଟେ ଗୋଟେ ଟପିକ୍ ଉପରେ ଡିଟେଲ୍ସ ଏକ୍ସପ୍ଲେନ୍ କରିକି ଭିଡ଼ିଓ ମାଧ୍ୟମରେ ପଢ଼ିବା ଆଡ଼ଭାନ୍ସ ଟପିକ୍ ଉପରେ। ତେଣୁ ୟୁନିଟ୍ 10ରେ ସେମିତି କ'ଣ ଅଛି, ବାୟୋକେମିଷ୍ଟ୍ରି, ମେଟାବୋଲିକ୍ ପ୍ରୋସେସ୍। ମେଟାବୋଲିକ୍ ଆମେ ଜାଣିଛେ କାଟାବୋଲିକ୍ ଅଛି, ଆନାବୋଲିକ୍ ଅଛି। ସେ ମେଟାବୋଲିକ୍ର ବିଭିନ୍ନ ପ୍ରୋସେସ୍ ଅଛି, କାର୍ବୋହାଇଡ୍ରେଟ୍ ମେଟାବୋଲିଜିମ୍, ଲିପିଡ୍ ମେଟାବୋଲିଜିମ୍, ପ୍ରୋଟିନ୍ ମେଟାବୋଲିଜିମ୍, ଅକ୍ସିଡେଟିଭ୍ ଫସ୍ଫୋରିଲେସନ୍ କ'ଣ, ସେଇ ପ୍ରୋସେସ୍ର କେମିକାଲ୍ ସବୁ କମ୍ପୋନେଣ୍ଟ କ'ଣ କ'ଣ ଇନଭଲ୍ଭ ହେଉଛି, ତା'ର ପ୍ରୋସେସ୍ କ'ଣ ସବୁ ବଡ଼ିରେ ହେଲ୍ପ କରୁଛି, ତା ବିଷୟରେ ହିଁ ପଢ଼ିବା। ମଲିକୁଲାର ବାୟୋଲୋଜି ଆମେ ପୂର୍ବରୁ ବଟନିରେ ବି ପଢ଼ିଛେ। ନ୍ୟୁକ୍ଲିକ୍ ଏସିଡ୍, DNA ରେପ୍ଲିକେସନ୍, ରିପେୟାର୍ସ। ସାଧାରଣତଃ ଆମର ସେଲ୍ଟା DNA ମାଧ୍ୟମରେ ହିଁ ଗଠିତ ହୋଇଛି। ସେ DNAର ୱାର୍କ ହେଉଛି ସାଧାରଣତଃ ଏନର୍ଜିକୁ କ'ଣ କରିବ, ଏନର୍ଜିକୁ ଷ୍ଟୋରେଜ୍ କରିବ, ଏନର୍ଜି ସେଠୁ ଫର୍ମେସନ୍ କରିବ, ଆଉ ଏଟିଭିଟା ଷ୍ଟୋର୍ କରିକି ରହିବ। ତେଣୁ ନ୍ୟୁକ୍ଲିକ୍ ଏସିଡ୍ ଯେଉଁ ଆମ ସେଲ୍ ଯେଉଁ ନ୍ୟୁକ୍ଲିକ୍ ଏସିଡ୍ ଅଛି, ତା ମଧ୍ୟରୁ ବିଭିନ୍ନ ପ୍ରକାର କମ୍ପୋନେଣ୍ଟ ଅଛି, ଯେମିତି ସୁଗାର କମ୍ପୋନେଣ୍ଟ ହଉ କି ନାଇଟ୍ରୋଜେନ୍ ବେସ୍ ହଉ, ସେସବୁ ଅଛି। ତା ବିଷୟରେ ପଢ଼ିବା। ୟୁନିଟ୍ 11 କ'ଣ,
ଯେଉଁ 11 ଗଲା 12ରେ କ'ଣ ପ୍ରିନ୍ସିପଲ୍ସ ଅଫ୍ ଜେନେଟିକ୍ସ। ପ୍ରିନ୍ସିପଲ୍ସ ଅଫ୍ ଜେନେଟିକ୍ସରେ କ'ଣ ସାଧାରଣତଃ ଏଇ ଜେନେଟିକ୍ସରେ ଆମେ ଜେନେଟିକ୍ସ ବିଷୟରେ ପଢ଼ିବା। ପାଇସମ୍ ସାର୍ଟିହୋମ୍ ଏକ୍ଜାମ୍ପଲ୍ ନେଇଥିଲେ ମେଣ୍ଡେଲିସ୍। ସେ ପାଇସମ୍ ସାର୍ଟିହୋମ୍ ପ୍ଲାଣ୍ଟରେ ସେ କ'ଣ ଦେଖିଲେ, ତା'ର ସିଡ୍ ବିଭିନ୍ନ ପ୍ରକାର, ତା'ର କଲର୍ ଲିଫ୍ ବିଭିନ୍ନ ପ୍ରକାର, ଏଇସବୁ ହାଇଟ୍ ବିଭିନ୍ନ ପ୍ରକାର, ଗୋଟେ ଟଲ୍ ହେଲେ ଗୋଟେ ଡୁଆର୍ଫ, ସେମିତି ତା ବିଷୟରେ ହିଁ ପଢ଼ିବା ଡିଟେଲ୍ସ। ଲିଙ୍କେଜ୍ କ'ଣ, କ୍ରସିଂ ଉପରେ କ'ଣ, ସେ ବିଷୟରେ ପଢ଼ିବା। ସେମିତି ଡେଭଲପମେଣ୍ଟ ବାୟୋଲୋଜି ୟୁନିଟ୍ 13 କ'ଣ ରହୁଛି, ଇଣ୍ଟ୍ରୋଡକ୍ସନ୍ ଅଫ୍ ଡେଭଲପମେଣ୍ଟ ବାୟୋଲୋଜି, ଗ୍ୟାମେଟୋଜେନେସିସ୍, ଫର୍ଟିଲାଇଜେସନ୍, ୟାର୍ଲି ଏମ୍ବ୍ରିଓ ଡେଭଲପମେଣ୍ଟ, ଲେଟ୍ ଏମ୍ବ୍ରିଓନିକ୍ ଡେଭଲପମେଣ୍ଟ, ପୋଷ୍ଟ ଏମ୍ବ୍ରିଓନିକ୍ ଡେଭଲପମେଣ୍ଟ, ଇମ୍ପ୍ଲିକେସନ୍ ଅଫ୍ ଡେଭଲପମେଣ୍ଟ। ମାନେ ଆମର ଏମ୍ବ୍ରିଓ ଯେଉଁ ଫର୍ଟିଲାଇଜେସନ୍ ପରେ ଏମ୍ବ୍ରିଓ ତିଆରି ହେଉଛି, ଏମ୍ବ୍ରିଓର ମଧ୍ୟ କିଛି କିଛି ଷ୍ଟେଜେସ୍ ଅଛି ଡେଭଲପମେଣ୍ଟ ହେବାର। ସେଇ ଷ୍ଟେଜେସ୍ ସବୁ ୟାର୍ଲି ଷ୍ଟେଜ୍ରେ କ'ଣ ହେଉଛି, ଲାଟର ଷ୍ଟେଜ୍ରେ କ'ଣ ହେଉଛି, ତା ବିଷୟରେ ପଢ଼ାଯାଏ। ତା ସହିତ ୟୁନିଟ୍ 14ରେ କ'ଣ ଅଛି, ଇଭାଲୁଏସନାରୀ ବାୟୋଲୋଜି। ଏଥିରେ କ'ଣ ବିଭିନ୍ନ ପ୍ରକାର ଯେଉଁ ଥିଓରି ଅଛି, ଡାର୍ୱିନ୍ ଥିଓରି ହେଉଛି। ସାଧାରଣତଃ ଆମର ଇଭଲ୍ୟୁସନ୍ କ'ଣ, ବିବର୍ତ୍ତନ ଯାହାକୁ ଓଡ଼ିଆରେ କହୁଛେ, ମାନେ ମଣିଷଟା କେମିତି ସୃଷ୍ଟି ହେଇଛି, ତା'ର ପୂର୍ବଜ କେଉଁମାନେ ରହିଥିଲେ, ତାଙ୍କ ସହିତ କ'ଣ ସମ୍ପର୍କ ଅଛି, ତା ବିଷୟରେ ଅଧ୍ୟୟନ କରିବା, ତା ବିଷୟରେ ପଢ଼ିବା ହିଁ ଏଇ ବିବର୍ତ୍ତନ ତାକୁ କୁହାଯାଏ, ଯାହାକୁ ଆମେ ଇଭାଲୁଏସନ୍ କହୁଛେ। ମାନେ ଇଭାଲୁଏସନ୍ ହେଉଛି ଆମ ପୂର୍ବ କଥା ବିଷୟରେ ଜାଣିବା, ଆମେ କେମିତି ସୃଷ୍ଟି ହେଇଛେ। ତା ସହିତ ଦେଖନ୍ତୁ ଏକ୍ସଟ୍ରା 1ରେ କ'ଣ ରହିଲା, ଆନିମଲ୍ ବିହେଭିଅର୍ ଆଣ୍ଡ କ୍ରୋନୋବାୟୋଲୋଜି, ଆନିମଲ୍ ବିହେଭିଅର୍, ପ୍ୟାଟର୍ନସ୍ ଅଫ୍ ବିହେଭିଅର୍, ସୋସିଆଲ୍ ଆଣ୍ଡ ସେକ୍ସୁଆଲ୍ ବିହେଭିଅର୍, କ୍ରୋନୋବାୟୋଲୋଜି। ସାଧାରଣତଃ ଆମେ ସୋସାଇଟିରେ ଆନିମଲ୍ ରହୁଛି, ହ୍ୟୁମାନ୍ ହଉ, ତାଙ୍କ ମଧ୍ୟରେ କେମିତି ରିଲେସନସିପ୍ ରହୁଛି, ଯେମିତି କା ହଉ, ହ୍ୟୁମାନ୍ ହଉ, ବିଭିନ୍ନ ପ୍ରକାର ବାର୍ଡ଼ସ୍ ହଉ, ସେମାନେ ବି ରହୁଛନ୍ତି ନା ଏଇ ଆର୍ଥରେ। ତେଣୁ ତାଙ୍କ ମଧ୍ୟରେ କେମିତି ରିଲେସନ୍ ରହୁଛି, ତା ବିଷୟରେ ପଢ଼ାଯାଇଥାଏ। ସେମିତି ଏକ୍ସଟ୍ରା 2ରେ କ'ଣ ରହିଲା, ବେସିସ୍ ଅଫ୍ ନ୍ୟୁରୋ ସାଇନ୍ସ ବିଷୟରେ ସାଧାରଣତଃ ପଢ଼ାଯାଇଥାଏ। ନର୍ଭ ସିଷ୍ଟମ୍ ପଢ଼ାଯାଇଥାଏ, ଆଉ ସେଲୁଲାର ମଲିକୁଲାର ନ୍ୟୁରୋବାୟୋଲୋଜି ବିଷୟରେ ପଢ଼ିଥାଏ। ଗୋଟେ ସେଲ୍ ସିଗ୍ନାଲିଂ ଯାଇକି ପଠେଇବ ବ୍ରେନ୍ ପାଖକୁ, କେମିତି ପଠାଉଛି, କେଉଁ ପ୍ରୋସେସ୍ରେ ପଠାଉଛି। ଆମେ ସାଧାରଣତଃ ଗୋଟେ ଗଛଟେ ଦେଖିଲା, ଗଛର କଲର୍ଟେ, ଗଛର ହାଇଟ୍ ବିଷୟରେ କେମିତି ଜାଣୁଛି, ଆଖି ମାଧ୍ୟମରେ ସେ ସିଗ୍ନାଲିଂ ପଠାଉଛି ବ୍ରେନ୍କୁ। ବ୍ରେନ୍ ସେଠୁ ସେ କହୁଛି, ସିଗ୍ନାଲିଂ ଦେଉଛି, ଏଇଟା ହେଉଛି ଡେଙ୍ଗା ଗଛ, ଏଇଟା ହେଉଛି ଗେଡ଼ା ଗଛ। ବ୍ରେନ୍ ଦେଲା ପରେ ହିଁ ଆମେ ଜାଣିପାରୁଛେ, ନହେଲେ ଜାଣିପାରୁନାହିଁ। ସେଇ ସିଗ୍ନାଲଟା ବ୍ରେନ୍ ପର୍ଯ୍ୟନ୍ତ ପହଞ୍ଚିବା ଆବଶ୍ୟକତା। ତାପରେ ବ୍ରେନ୍ ତା ମଧ୍ୟରେ ହିଁ ବିଭିନ୍ନ ପାର୍ଟକୁ ସେ ଦେବ ସିଗ୍ନାଲ୍କୁ। ସେଇ ପାର୍ଟରେ ଡିସିସନ୍ ହେବ ଯେ କ'ଣ ସେଇଟା ଦେଖାଯାଉଛି କେମିତି। ଇଏ ହେଉଛି ଆଜିର ଟପିକ୍ ରହିଥିଲା। ତେଣୁ ଆପଣମାନେ ଏଇଭଳି ଭାବରେ ଆମ ସହିତ ଜଡ଼ିତ ରୁହନ୍ତୁ, ଏବଂ ଯଦି ଆଜିର ସେକ୍ସନ୍ଟି ଭଲ ଲାଗିଥିବ, ତେଣୁ ଆପଣମାନେ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ। ବହୁତ ମାତ୍ରାରେ ଲାଇକ୍ ଆଉ ସେୟାର କରନ୍ତୁ, ଯାହାଦ୍ୱାରା ଆପଣମାନଙ୍କ ନିକଟରେ ଖୁବ୍ ଶୀଘ୍ର ଅତି ଜଲ୍ଦି ଇନଫର୍ମେସନ୍ ଆପଣମାନେ ପାଇପାରିବେ। ଏବଂ ବେଲ୍ ଆଇକନ୍ ବଟନ୍ଟିକୁ ଆପଣମାନେ କ୍ଲିକ୍ କରନ୍ତୁ, ଯାହାଦ୍ୱାରା ଆପଣମାନଙ୍କ ପାଖକୁ ନୋଟିଫିକେସନ୍ ଶୀଘ୍ର ଭାବରେ ପହଞ୍ଚି ପାରିବେ। ତେଣୁ ଆଜିର ସେକ୍ସନ୍ଟି ଏଇଠି ରଖିବା। ହାଭ୍ ଏ ଗୁଡ୍ ଡେ, ଗୁଡ୍ ଲକ୍ ଟୁ ଅଲ୍ ଅଫ୍ ୟୁ। ଜୟ ହିନ୍ଦ, ଜୟ ଭାରତ।